ଦୋକାନଟା ହୁଏନି ଶ୍ରାବଣର ଶେଷ ସୋମବାର ଯାହାକି ବହୁ କାଉଡ଼ିଆ ମାନେ ସେ ସାଲେପୁର ବଟେଶ୍ୱର ଘାଟରୁ ପାଣି ଉଠାଉଥିବାର ଆଗରୁ ବି ନଜର ଅଛି। ଆଜି ବି ପାଣି ଉଠାଉଥିଲେ ସ୍ଥାନୀୟ କାଶୀପୁର ଗ୍ରାମର କିଛି ଯୁବକ, ଯାହାକି ତାଙ୍କ ଭିତରୁ ଜଣେ ଚିତୋତ୍ପଳା ନଦୀରେ ଭାସି ଯାଇଛି। ସେଇ ପରିପ୍ରେକ୍ଷୀରେ ତାଙ୍କର ସାଙ୍ଗରେ ଯେଉଁ ପିଲା ଥିଲେ ତାଙ୍କଠାରୁ ପଚାରି ବୁଝିବା ସେ ପିଲାଙ୍କ ନାଁ କ'ଣ ଏବଂ ସେ କେମିତି ସେ ପାଣିରେ ଖସିଗଲେ, କ'ଣ ହେଲା ଯେ ସେ ଖସିଗଲେ? ଗାଧୋଇବା ସମୟରେ ସେଠି ପଥର ଭିତରେ ଗୋଡ଼ କିଛି ମୋଡ଼ିଗଲା କି ଭଙ୍ଗି ଆସିଲା, ସେଥିପାଇଁ ତାଙ୍କର ଗୋଡ଼ ଖସିଗଲା ପଥରରୁ। ଜଣଙ୍କର ନା ଆଉ କିଛି? ଦୁଇ ଜଣ ଖସି ଯାଇଥିଲେ, କିନ୍ତୁ ଜଣେ ଉଠି ଆସିଲେ ଆଉ ଜଣେ ଖସିଗଲେ ଭିତରକୁ। କେମିତି କ'ଣ ସବୁ ଇଏ ଥିଲା ଯେ ଖସିଗଲା ପରେ ତମେ କ'ଣ କେମିତି କଲ? ଖସିଗଲା ପରେ ପାଖ ଲୋକ, ଗାଁ ଲୋକ ଯାହା ଥିଲେ ସେମାନେ ଆସିକି ଯେତେବେଳେ ଭିତରକୁ ତା ପାଖାପାଖି ଯାଇପାରିନଥିଲେ, କାହିଁକିନା ସେ ଭିତରକୁ ଅତ୍ୟନ୍ତ ଭିତରକୁ ପଳେଇଥିଲେ। ଆଉ ଫାୟାର ଗାଡ଼ିକି ଆମେ ଫୋନ୍ କରିଥିଲେ ମଧ୍ୟ ସେ ଲେଟ୍ରେ ଆସିଥିଲେ। ଲେଟ୍ରେ ଆସିଲା ପରେ ବି ତାଙ୍କର ସରଞ୍ଜାମ ସେ ସାଙ୍ଗରେ ଆଣିନଥିଲେ। ଆସିକି ପୁଣି ଏଠି ପହଞ୍ଚିକି ପୁଣି ସେମାନେ ଯାଇଥିଲେ ଆଣିବା ପାଇଁ ତାଙ୍କର ବୋଟ୍ ହେରିକା। ଆସିକି ଆସିଲା ଭିତରେ ଆଉ ଏପର୍ଯ୍ୟନ୍ତ ତ ଖୋଜାଖୋଜି ଚାଲିଛି। ପ୍ରଶାସନକୁ ଏତିକି ନିବେଦନ କରିବୁ କି ଆଗାମୀ ବର୍ଷ ପାଇଁ ସେଠି କିଛି ପ୍ରୋଟେକ୍ସନ ବ୍ୟବସ୍ଥା କରନ୍ତୁ। ଆଉ ଏମିତି ଆମର ଯେମିତି ହଇରାଣ ହେଲୁ, ଆଗାମୀ ଭବିଷ୍ୟତରେ ଆଉ କିଏ ଏମିତି ହଇରାଣ ନ ହୁଅନ୍ତୁ। ଆଉ ଗ୍ରାମର ଆଉ ଜଣେ ଯିଏକି ତାଙ୍କର ପଡ଼ିଶା କହିଲେ ଅତ୍ୟୁକ୍ତି ହେବନି, ସିଏ ବି ଅଛନ୍ତି। ତାଙ୍କର କହିବା କଥା ହେଉଛି ଯେ କି ସେଠି ବଟେଶ୍ୱରରେ ଯେଉଁ ଭଳି ବ୍ୟବସ୍ଥା ଅଛି ତାକୁ ଟିକେ ସୁଧାରିଲେ, କାରଣ ବହୁତ ଲୋକ ଚିତୋତ୍ପଳା ହେଉଛି ଗୁପ୍ତଗଙ୍ଗା, ତେଣୁକରି ବହୁତ ଲୋକ ଆସୁଛନ୍ତି ପାଣି ଉଠାଉଛନ୍ତି। ପ୍ରଶାସନ ତରଫରୁ ଯଦି କିଛି ବ୍ୟବସ୍ଥା କରାଯାଏ ସେଥିପ୍ରତି, ହେଲେ କାଉଡ଼ିଆ ମାନେ ଆରାମସେ ପାଣି ଉଠାଇବେ ଏବଂ ଏଇଭଳି ଯେଉଁ ଦୁର୍ଘଟଣା ମାନ ଘଟୁଛି ତାହା ଘଟିବନି। ପଚାରି ବୁଝିବା ସେ କ'ଣ ଚାହୁଁଛନ୍ତି। ଯିଏ ଭାସିଗଲେ ସେ ମୋର ଗାଁ ହିସାବରେ ନାତି ହେବ, ତେଣୁ ସେଠି ଯେଉଁ ବ୍ୟବସ୍ଥା ପ୍ରଶାସନର କୌଣସି ପ୍ରକାର ବ୍ୟବସ୍ଥା ନାହିଁ, ସବୁ ପ୍ରକାର ଅବ୍ୟବସ୍ଥା ସେଠି। ଆଉ ପିଲାମାନେ ସବୁ ଯାଇଥିଲେ, 18-20 ଜଣ ପିଲା ଯାଇଥିଲେ। ପିଲା ମନ ଖସିଗଲେ ଆଉ କ'ଣ ପରିବାରରେ କ'ଣ ଦେଇନାହାନ୍ତି, ବାପ ମରିଯାଇଛି, ଆଉ ପୁଅଟିଏ ଝିଅଟିଏ, ଇଏ ଗୋଟିଏ ପୁଅ, ଝିଅ ଗୋଟିଏ, ମାଆଟିଏ ବେମାର ଘରେ ପଡ଼ିଛି, ବେଡ୍ ରିଡିନ୍। ହଁ, ସେ ବାରିକେଡ୍ଟା ଯଦି କରାହେଇଥାନ୍ତା ତାହେଲେ କିଛିଟା ସେଭ୍ ହେଇପାରିଥାନ୍ତେ ବୋଲି ଆମର ମତ। ତେଣିକି ତ ଭଗବାନଙ୍କ ଲୀଳା, ଆଉ ସେଇଟାକୁ କିଏ କ'ଣ କରିବ। ଆପଣ ଦେଖୁଥିବେ ଯେଉଁ ଗୁପ୍ତଗଙ୍ଗା ଚିତୋତ୍ପଳା ରହିଛି, ବହୁ କାଉଡ଼ିଆ ଆସନ୍ତି ପାଣି ଉଠାଉଛନ୍ତି, ବିଭିନ୍ନ ସମୟରେ ଭିଡ଼ ବି ଜମୁଛି। ଯଦି ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା କରିଥିଲେ ଏମିତି ଅଘଟଣ ଅଢ଼େଇଯାଇଛି। ପ୍ରଶାସନର କିଏ ଯଦି ସେଠି ରହିଥାନ୍ତେ, ପୋଲିସ ଷ୍ଟାଫ୍ କିଏ ଥାନ୍ତେ କି କ'ଣ ଥାନ୍ତେ, ତାଙ୍କ ପ୍ରଶାସନ କିଛିଟା ବ୍ୟବସ୍ଥା କରିଥାନ୍ତେ, ବାରିକେଡ୍ କରିଥାନ୍ତେ କିମ୍ବା ଜଗିକି ରହିଥାନ୍ତେ କି କ'ଣ ହେଇଥାନ୍ତା। ପିଲାମାନଙ୍କୁ ଯେଉଁମାନେ ଯାଉଛନ୍ତି ଉଠେଇବାକୁ ତାଙ୍କୁ ସଚେତନତା କରିଥାନ୍ତେ କି କ'ଣ କରିଥାନ୍ତେ। ଯଦି ଏସବୁ ହେଇଥାନ୍ତା ତାହେଲେ ଏଇଭଳିଆ ଦୁର୍ଘଟଣାରୁ ବଞ୍ଚିତ ହେଇପାରିଥାନ୍ତା ଗୋଟେ ଛୋଟ ପିଲାଟି। ଦେଖୁଥିଲେ ଚିତୋତ୍ପଳା ଯେଉଁ ଗୁପ୍ତଗଙ୍ଗା ଅଛି, ଆମେ ସବୁଥରକ ଆଗରୁ ବି ଦେଖେଇଛୁ ଯେ ବହୁ କାଉଡ଼ିଆ ଆସନ୍ତି ଏବଂ ବହୁ ଭକ୍ତ ଆସନ୍ତି ଏଠାରୁ ପାଣି ଉଠାଇ ସ୍ଥାନୀୟ ଯେଉଁ ଗ୍ରାମ ଦେବତୀ ଅଛନ୍ତି କି ଗ୍ରାମ ଦେବତା ଅଛନ୍ତି, ବହୁ ଯେଉଁ ଦେବାଳୟ ଅଛି ସବୁଠାରେ ପାଣି ଢାଳିଥାନ୍ତି। ସେଇଭଳି ପ୍ରତିବର୍ଷ ଏଠି କିଛି ନା କିଛି ଅଘଟଣ ଘଟେ। ଆଜି ମଧ୍ୟ ଶ୍ରାବଣ ମାସର ଶେଷ ସୋମବାର ବହୁ କାଉଡ଼ିଆ ପାଣି ଉଠାଉଥିଲେ ଏବଂ ସ୍ଥାନୀୟ ଯେଉଁ ପାଖ ମନ୍ଦିର ଅଛି ମନ୍ଦିରରେ ପାଣି ଢାଳିଥାନ୍ତେ, କିନ୍ତୁ ସେଇ ଗ୍ରାମର ଯେଉଁ 20-25 ଜଣ ପିଲା ଆସିଥିଲେ ତା ମଧ୍ୟରୁ 2ଟି ପିଲା ଭାସି ଯାଉଥିଲେ ଏବଂ ଗୋଟେ ପିଲା ଉଦ୍ଧାର ହୋଇଛି, ଆଉ ଗୋଟିଏ ପିଲାର ପତା ଏପର୍ଯ୍ୟନ୍ତ ମିଳିନାହିଁ। ଏବଂ ଏହି ଚିତୋତ୍ପଳାରେ ବର୍ତ୍ତମାନ ଓଡ୍ରାଫ୍ ଟିମ୍ ଏବଂ ଫାୟାର ବ୍ରିଗେଡ୍ ସହିତ ସାଲେପୁର ପୋଲିସ ଏବଂ ପ୍ରଶାସନର ବି ସବୁ ଲୋକ ଅଧିକାରୀମାନେ ଏଠାରେ ଅଛନ୍ତି ଏବଂ ଗ୍ରାମବାସୀମାନେ ବୃନ୍ଦ ହୋଇଛନ୍ତି। ଆଗକୁ ଦେଖିବା ଏଇଭଳି ଯେମିତି ଅଘଟଣ, ଏ ବର୍ଷର ଯେଉଁ ଅଘଟଣ ଘଟିଲା ଯେମିତି ଆଗକୁ ନ ଘଟେ, ସେଥିପ୍ରତି ପ୍ରଶାସନ କେତେ ତତ୍ପରତା ଦେଖାଉଛି। କଟକ ଜିଲ୍ଲା ସାଲେପୁରରୁ ଅମେରଞ୍ଜନ ବିଶ୍ୱାଳ, ଓଡ଼ିଶା ଭାସ୍କର। J&T James Jewelry special monsoon offer. Flat 649 gold making charges up to 50% off on diamond value, 50% off on silver making charges. J&T James Jewelry.